ଯେବେ ଆମେ ଛୋଟ ଥାଉ ସେବେ ଆମକୁ ସମସ୍ତେ ପଚାରନ୍ତି କି ବାବୁରେ ବଡ଼ ହେଇକି କ'ଣ ବନେଇବୁ? ତ କିଏ କୁହେ ଡକ୍ଟର ହେବି, କିଏ କୁହେ ଇଞ୍ଜିନିୟର ହେବି, କିଏ କୁହେ ବ୍ୟାଙ୍କ ମ୍ୟାନେଜର ହେବି, ତ ଆଉ କିଏ କୁହେ ଆଇଏଏସ୍ ଅଫିସର ହେବି। କିନ୍ତୁ ଯେବେ ସତରେ କ୍ୟାରିୟର ବାଛିବାର ସମୟ ଆସେ ସେବେ ଆମେ କନଫ୍ୟୁଜ୍ ହେଇଯାଉ, ଡରିଯାଉ। କାହିଁକି? କାରଣ ସେହି ସମୟରେ ଆମକୁ ଏହା ଜଣା ନଥାଏ କି ଆମର ଇଣ୍ଟରେଷ୍ଟ କ'ଣ, ଯୋଗ୍ୟତା କ'ଣ ଆଉ ପସିବିଲିଟିଜ୍ କ'ଣ। ତ ଆଜି ଆମେ ଜାଣିବା କି ଗୋଟିଏ ସଠିକ୍ କ୍ୟାରିୟର କେମିତି ବାଛିବେ। ସବୁଠୁ ପ୍ରଥମେ ନିଜକୁ ଗୋଟିଏ କ୍ୱେଶ୍ଚିନ୍ କରନ୍ତୁ କି ମୁଁ କେଉଁ କାମକୁ କରିବା ସମୟରେ ସମୟର ଧ୍ୟାନ ହିଁ ଦିଏନି। ଏହା ଆପଣଙ୍କ ପ୍ୟାସନ୍ର ସିମ୍ବଲ ହେଇପାରେ। ପୁଣି କ୍ୱେଶ୍ଚିନ୍ କରନ୍ତୁ କି ମୋ ଭିତରେ ଏମିତି କ'ଣ ଅଛି ଯାହାକି ମୋତେ ଅନ୍ୟମାନଙ୍କ ଠାରୁ ଅଲଗା ବନାଏ। ଏହା ଆପଣଙ୍କ ଷ୍ଟ୍ରେନ୍ଥ ହେଇଥାଏ। ସେଇ ଜିନିଷକୁ ନିଜର କ୍ୟାରିୟର ବାଛନ୍ତୁ ଯେଉଁଥିରେ ଆପଣଙ୍କ ଇଣ୍ଟରେଷ୍ଟ ଆଉ ଟ୍ୟାଲେଣ୍ଟ ଦୁଇଟା ଯାକ ଥିବ। ପ୍ରତ୍ୟେକ ପ୍ରଫେସନ୍ ପଛରେ ଗୋଟିଏ ଲମ୍ବା ଜର୍ଣ୍ଣି ଥାଏ। ଜାଣନ୍ତୁ କି ଯେଉଁ ଫିଲ୍ଡରେ ଆପଣ ଯିବାକୁ ଚାହୁଁଛନ୍ତି ସେଥିରେ କେତେ କମ୍ପିଟିସନ୍ ଅଛି, କେତେ ଗ୍ରୋଥ୍ ଅଛି, ଆଉ କ'ଣ ଆପଣ ତା ପାଇଁ ପ୍ରସ୍ତୁତ ଅଛନ୍ତି। ଗୁଗୁଲରେ ସର୍ଚ୍ଚ କରନ୍ତୁ, ୟୁଟ୍ୟୁବ୍ ଦେଖନ୍ତୁ, ଲୋକଙ୍କ ସହିତ କଥା ହୁଅନ୍ତୁ। ଆପଣଙ୍କ ପାଖରେ ଯେତେ ଇନଫର୍ମେସନ୍ ରହିବ ଆପଣ ସେତେ ଭଲ ଭାବରେ ନିଜର କ୍ୟାରିୟର ଡିସାଇଡ୍ କରିପାରିବେ। ସାଧାରଣତଃ ବାପା ମା ଅବା ସମ୍ପର୍କୀୟମାନେ କୁହନ୍ତି କି ଏଇଟା କରିଦେ, ଚାକିରି ଜଲ୍ଦି ମିଳିଯିବ, ସେଇଟା କରିଦେ, ତୋ ଲାଇଫ୍ ସେଟ୍ ହେଇଯିବ। ସେ ଅମକ ପୁଅ ଇଞ୍ଜିନିୟର ହେଇଗଲା, ଭଲ ପଇସା ବି ସେ ଇନକମ୍ କରୁଛି, ତୁ ବି ଇଞ୍ଜିନିୟରିଂ କର। କିନ୍ତୁ ମନେ ରଖନ୍ତୁ ସମସ୍ତଙ୍କ ଦିମାଗ, ସମସ୍ତଙ୍କ ମନ ଆଉ ସମସ୍ତଙ୍କ ଡିରେକ୍ସନ୍ ଅଲଗା ହେଇଥାଏ। ତେଣୁ ସମସ୍ତଙ୍କ କଥା ଶୁଣନ୍ତୁ କିନ୍ତୁ ଲାଷ୍ଟ ଡିସିସନ୍ ଆପଣଙ୍କ ନିଜ ହିସାବରେ ନିଅନ୍ତୁ। ତ ଯଦି ଆପଣ ନିଜ କ୍ୟାରିୟରକୁ ନେଇ କନଫ୍ୟୁଜ୍ ଅଛନ୍ତି ତ କୌଣସି ଛୋଟ କୋର୍ସରୁ ଆରମ୍ଭ କରନ୍ତୁ, ଇଣ୍ଟର୍ନସିପ୍ କରନ୍ତୁ, ୱାର୍କସିପ୍ ଯାଆନ୍ତୁ, ଅଲଗା ଅଲଗା ଫିଲ୍ଡକୁ ଏକ୍ସପ୍ଲୋର୍ କରନ୍ତୁ। ଆପଣ ଯେତେ ଅଧିକ ରିସର୍ଚ୍ଚ କରିବେ ସେତେ ଆପଣଙ୍କ କନଫ୍ୟୁଜନ୍ ଦୂର ହେବ। ଏ ଦୁନିଆରେ ଏମିତି କୌଣସି କ୍ୟାରିୟର ନାହିଁ ଯେଉଁଥିରେ କି ସଂଘର୍ଷ ନଥିବ। ହେଇପାରେ ପ୍ରଥମ ଥର ଆପଣଙ୍କ ଚୟନ ଭୁଲ ହେଇଯିବ, କିନ୍ତୁ ସେଇଠାରୁ ଶିଖିକି ନେକ୍ସଟ ଥର ଆପଣ ଆହୁରି ଅଧିକ ବେଟର ନିର୍ଣ୍ଣୟ ନେବେ। ତ ସାଙ୍ଗମାନେ, କ୍ୟାରିୟର କେବଳ ପଇସା ଇନକମ୍ କରିବାର ଜରିଆ ନୁହେଁ, ଏହା ଆପଣଙ୍କ ପରିଚୟ ହେଇଥାଏ, ଆପଣଙ୍କ ଜୀବନର ଦିଗ ହେଇଥାଏ। ତେଣୁ ଭଲ ଭାବରେ ଭାବି ଚିନ୍ତିକି ଏହାକୁ ଚୁଜ୍ କରନ୍ତୁ। ଯଦି ଆଜିର ଭିଡ଼ିଓଟି ଭଲ ଲାଗିଥାଏ ତ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରେ ଭୁଲନ୍ତୁ।